ଫଳ ମିଳୁଛି ହଁ ଠିକ୍ ଅଛି ଆପଣ ଆଜିକାଲି ସଂସାର ଭାଙ୍ଗି ଯାଉଛି ପିଲାମାନେ ବାପା ମାଠୁ ଅଲଗା ହେଉଛନ୍ତି ଏଇଟା ଗୋଟେ ସ୍ୱାଭାବିକ ପ୍ରକ୍ରିୟା ହେଇଗଲା ଆଜିକାର ସମାଜରେ ପିଲାମାନେ ତାଙ୍କର ଉତ୍ତର ପିଢ଼ି ଇଏ ତାଙ୍କ ବାପା ମା ତାଙ୍କର କିଛି କର୍ତ୍ତବ୍ୟ ଅଛି ସେ ଭାବୁନାହାନ୍ତି ଏଇଟା ହେଉଛି ପରିବର୍ତ୍ତ ସାମାଜିକ ବ୍ୟବସ୍ଥା ହେଉଛି ଏଇଟା ହେଉଛି ପରିବର୍ତ୍ତ ସାମାଜିକ ବ୍ୟବସ୍ଥା ହେଉଛି ଫଳ ଆଉ ଯେତେବେଳେ ଆମ ଯେଉଁ ସମାଜ ଥିଲା ଆମ କୃଷିଭିତ୍ତିକ ସମାଜ ଥିଲା ଆମେ ଗୋଟିଏ ରହିବାକୁ ବାଧ୍ୟ ହେଉଥିଲେ ସେତେବେଳେ କୃଷି ଗୋଟେ ବ୍ୟବସାୟ ଯାହାକୁ ଆମେ ପରସ୍ପରକୁ ବାନ୍ଧିବାକୁ ଚେଷ୍ଟା କଲେ କାରଣ ସେ ପ୍ରଫେସନଟା ଏକା କରିବେ ସେଥିରେ ବହୁତ ଲୋକ ସହଯୋଗ ଦରକାର ସେତେବେଳେ ଆପଣଙ୍କ ପୂର୍ବ ପିଢ଼ିର ପର ପିଢ଼ିର ଏବଂ ଆପଣଙ୍କର ତିନି ପିଢ଼ିର ଲୋକଙ୍କ ସହଯୋଗ ଦରକାର ଫଳରେ ସମାଜଟାକୁ କୃଷି ଆମ ବ୍ୟବସାୟ ଆମକୁ ବାନ୍ଧି ରଖୁଥିଲା କିନ୍ତୁ ଆଜିକାଲିର ଯେଉଁ ଶିଳ୍ପ ଇଣ୍ଡଷ୍ଟ୍ରିଆଲ ସୋସାଇଟି ଯାହାଫଳରେ ଅନେକ ମୁଁ ଆଜି ମୋ ପ୍ରଫେସନ ଇଣ୍ଡିପେଣ୍ଡେଣ୍ଟ କରିପାରିବି ମୋର ଅନ୍ୟ କାହା ସାହାଯ୍ୟ ବିନା ମୁଁ କରିପାରୁଛି ଫଳରେ ଯେତେବେଳେ ମୋର ନିର୍ଭରଶୀଳତା କମିଯାଉଛି ମୋର ମୋ ପ୍ରତି କାହାର ଓବ୍ଲିଗେସନ୍ କିଏ କୃତଜ୍ଞ ହେଉନି କି ମୁଁ କାହା ପ୍ରତି କୃତଜ୍ଞ ହେଉନି ଏଇ ଫଳରେ ଆମେ ପରସ୍ପର ଦୂରେଇ ଯାଉଛନ୍ତି ଧନ୍ୟବାଦ ମୋ ପିଲାକୁ ମଣିଷ ପାଠ ପଢ଼ି ମଣିଷ କଲି ସେ ବଢ଼ିଲା ଯଦି ମୁଁ କୃଷକ ହେଇଥାନ୍ତି ସେ ମୋ ପାଖରେ ରହୁଥାନ୍ତା ମୋ କୃଷି କରୁଥାନ୍ତା ମୋ ସମାଜ ମୋ ପରିବାରଟା ବାନ୍ଧିକି ରହିଥାନ୍ତା କିନ୍ତୁ ଆଜିକାଲି ଏ ଯେଉଁ ଇଣ୍ଡଷ୍ଟ୍ରିଆଲ ସଭ୍ୟରେ ସେ ପାଠ ପଢ଼ିଲା ବିଭିନ୍ନ ଚାକିରି କଲା ତା ଚାକିରିର ବି ସ୍ଥାନ ବି ମୋଠୁ ଘରଟା ଦୂର ରହିଲା ସେ ମୋଠୁ ଦୂର ବାଧ୍ୟ ଏକ ପ୍ରକାର ବାଧ୍ୟ ହେଉଛି ଦ୍ୱିତୀୟ କଥା ମୁଁ ସେତେବେଳେ ସେ ମୋଠୁ ଦୂରେଇ ଯାଉଛି ସ୍ୱାଭାବିକ ଭାବରେ ମୁଁ ତାର ସେବା ପାଇପାରୁନି କିମ୍ବା ସେ ସେବା ଦେବାକୁ ସକ୍ଷମ ହେଉନି ସେଇଭଳି ଆରମ୍ଭ ହେଉଛି ଆମର ମତାନ୍ତର ମୁଁ ଗଲି ପୁଅ ମୋତେ ପଚାରିଲାନି ମୁଁ ଅନେକ ଅଭିଜ୍ଞାନରେ ପୁଅମାନେ ପଚାରେ କିନ୍ତୁ ତା ମୂଳ କାରଣଟା ଯେହେତୁ ତା ପ୍ରଫେସନ୍ ତା ମୋଠୁ ଦୂର ହେଇଯାଉଛି ସେ ରହିବାକୁ ବାଧ୍ୟ ହେଉଛି ଅନେକ ସେ ଦୃଷ୍ଟି ଦେବାକୁ ପ୍ରଥମ କଥା ଦ୍ୱିତୀୟ କଥା ବି ମୁଁ ମୁଁ ପଜେସିଭ୍ ହେବିନି ମୋ ପୁଅ ମୋ ପାଖରେ ରହୁ ମୋ ସେବା କରୁ ମୁଁ ବାଧ୍ୟ ମୁଁ ମୋ ବାସ୍ତବ ଅନୁଭବ କରିବାକୁ ପଡ଼ିବ ମୋ ପୁଅ ତା ବ୍ୟବସାୟ ପାଇଁ ତା ବୃତ୍ତି ପାଇଁ ମୋ ପାଖରେ ଦୂରକୁ ରହିବ ସେ କଥାରେ ମୁଁ ସେ କଥାରେ ମୁଁ ତାକୁ ସ୍ପୋର୍ଟିଭଲି ଗ୍ରହଣ କରିବାକୁ ପଡ଼ିବ କିନ୍ତୁ ତା ସତ୍ତ୍ୱେ ବି ତାର ଅସୁବିଧାକୁ ମୋତେ ଦେଖିକି ମୋ ସହ ଆଡ଼ଜଷ୍ଟ କରିବା ଆଉ ରହିଲା ହଁ ମୁଁ ନିଶ୍ଚିତ ମୋ ପିଲାଙ୍କଠାରୁ ମୁଁ ଦୂର ହେଉଛି ନିଶ୍ଚିତ ମୋର ତାଙ୍କର ସେବାରୁ ତା ସ୍ନେହରୁ ବଞ୍ଚିଛନ୍ତି କି ସେମାନେ ମୋ ସ୍ନେହ ବଞ୍ଚିଛନ୍ତି ମୋର ଏକାକୃତ ମୋତେ ମାଡ଼ି ଆସୁଛି ହଁ ନିଶ୍ଚିତ ପୁଅ ବୋଉ ବାହାର ରହିଲା ମୁଁ ଏକୁଟିଆ ପଇସା ଇନକମ୍ କଲି ପୁଅ ବୋଉ ବାହାର ରହିଲା ବର୍ତ୍ତମାନ ସମୟରେ ମାନେ ବୟସ୍କ ସମୟରେ ରୋଷେଇ କରିବା ଇଏ କରିବା ସବୁ ମ୍ୟାନେଜ୍ କରୁଛୁ ଦୁଃଖ ଲାଗୁନି କାନ୍ଦ ଲାଗୁନି ହଁ ସ୍ୱାଭାବିକ ଭାବେ ପିଲାମାନେ ମୁଁ ସ୍ୱାଭାବିକ ପ୍ରତ୍ୟେକ ବୟସ୍କ ଲୋକ ସେ ଚାହେଁ ତା ପର ପିଢ଼ି ତା ଉତ୍ତର ପିଢ଼ିର ସେବା ଚାହେଁ ମୁଁ ଚାହେଁ ମୋ ପୁଅ ମୋ ପାଖରେ ଥାଆନ୍ତା ମୋ ଭଲ ବୋହୂଟି ପାଖରେ ଥାଆନ୍ତା ମୋତେ ସାମାନ୍ୟ ସେବା ଦିଅନ୍ତା ସେମାନଙ୍କ ଅଭାବ ସେମାନଙ୍କର ଅନୁପସ୍ଥିତି ମୋତେ ନିଶ୍ଚିତ ଭାବେ ମୋ ପାଇଁ କଷ୍ଟକର ହେଉଛି କିନ୍ତୁ ନାଚାର ମୋତେ ବାସ୍ତବତା ଗ୍ରହଣ କରିବାକୁ ପଡ଼ିବ ତା ବୃତ୍ତି ସେ ଅଲଗା କରିବ ମୋ ଉପରେ ସିଏ ତା ସଂସାର ଦେଖିବାକୁ ପଡ଼ିବ ସେଇ କ୍ଷେତ୍ରରେ ମୋତେ ଆଡ଼ଜଷ୍ଟ ହିଁ କରିବାକୁ ପଡ଼ିବ ବର୍ତ୍ତମାନ ସମାଜରେ ଅର୍ଥ ବଳ ନୁହେଁ ସଂସ୍କାର ବଳ ଦରକାର ହଁ ସଂସ୍କାର ନିଶ୍ଚିତ ଦରକାର ସଂସ୍କାର ଇନ୍ ଦି ସେନ୍ସ ଆମେ ସଂସ୍କାର ଦେବାକୁ ପଡ଼ିବ ଯେ ଆମେ ପୂର୍ବ ପିଢ଼ି ଯେଉଁମାନେ ଆମେ ଚାହୁଁଛୁ ପଜେସିଭ୍ ନା ମୋ ଛୁଆ ମୋ କଥା ଶୁଣୁ ମୋ ପୁଅ ମୋ କଥା ଶୁଣୁ ନା ମୋତେ ବାସ୍ତବବାଦୀ ହେବାକୁ ପଡ଼ିବ କାରଣ ମୋର ଏକ୍ସପିରିଏନ୍ସ ଆଜି ମୋର ପୁଅଟି ମୋର କୃଷକ ହେଇଥିଲେ କୃଷି କାର୍ଯ୍ୟ କରୁଥିଲେ ମୋର ଯେଉଁ କୃଷି ବୃତ୍ତି ତାକୁ ସାହାଯ୍ୟ କରନ୍ତା କିନ୍ତୁ ମୋର ତାର ବୃତ୍ତି ମୋ ବୃତ୍ତି ଅତି ଭିନ୍ନ ପ୍ରକାର ମୋର କୃଷିର ମୋର ଅଭିଜ୍ଞତା ତାର ଚାକିରି ଯଦି ସେ ଟିଚରସିପ୍ କରୁଥିବ ହଁ ସମ୍ପର୍କ ହେଉଛି କିନ୍ତୁ ଅତି ମୋ ପୁଅକୁ ସବୁବେଳେ ପାଉନି କି ସେ ବାପର ଶ୍ରଦ୍ଧା ବି ସବୁବେଳେ ପାଉନି କିନ୍ତୁ ଏଇଟା ଗୋଟେ ଅକେଜନ ହେଇଗଲା ଯେମିତି ଗୋଟେ ଅକେଜନ କେତେବେଳେ ତା ଖୁସିରେ ବୁଲି ଆସିଲା ପୁଅର ସେବା ଠିକା ସେବା ଭଳିଆ ଚାଲିଛି ହଁ ନିଶ୍ଚିତ ଭାବେ ସମ୍ପୂର୍ଣ୍ଣ ମିଳୁନି